हेलो गाइस समस्त को नमस्कार हाउ पुणी थोड़े नुआ वीडियो रे आज ताबड़ा ग्राम रे बड़ सभा को आम टे जाइए बुलवा और एंजॉय करके पड़े आवा चलतु। जिंदाबाद जिंदाबाद रमेश भाई जिंदाबाद 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 हम तेरे लगे अब नहीं कैमरा था अब तेरे पानी देना तेरी रंपा उड़े डालू रे तेरे रोने देना ना की ताकना रे तेरी रंपा हां देखो बा Dadah ini bayi, abang mulai ini bayi, arah saja. Lepang ini, larat. Main itu tukeran bagus je, dasar tinggal ramai sana juga ni pada. Ana? Abang kita itu lagi. ଆସନ୍ତାକାଲି ଆମ ମଣ୍ଡଳୀର
ତେଣୁ ସମସ୍ତଙ୍କୁ ନିବେଦନ କରିବି ଯେ ପ୍ରାର୍ଥନା ପୂର୍ବକ ଆପଣମାନେ ଆସନ୍ତାକାଲିର ପ୍ରୋଗ୍ରାମ ଭବିଷ୍ୟତରେ ଯୋଗଦେବେ। ଆସନ୍ତାକାଲି ଆମ ମଣ୍ଡଳୀର ସ୍ୱର୍ଣ୍ଣ ଯୁଗରେ ପ୍ରତିପାଳନ କରାଯିବ। ତେଣୁ ଆପଣମାନଙ୍କୁ ଅନୁରୋଧ କରୁଛୁ ଦୟାକରି ଆପଣମାନେ ପ୍ରାର୍ଥନା ପୂର୍ବକ ଭବିଷ୍ୟତରେ ଯୋଗଦେବେ। ଯେତେଜଣ ଏହି ମହାସଭାରେ ଯୋଗ ଦେଇଛନ୍ତି ସମସ୍ତଙ୍କ ନିମନ୍ତେ ତାବଡ଼ା ବାପ୍ତିସ୍ମ ମଣ୍ଡଳୀ ପକ୍ଷରୁ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଦୟାକରି ଆପଣମାନେ ଭୋଜନରେ ଅଂଶଗ୍ରହଣ କରିବେ। ବିଧାୟକ ସଂଗଠନରେ ତାଙ୍କୁ ଆମେ ଉଚ୍ଚତର କାର୍ଯ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା। ଯେତେ ଜଣ ଆମେ ଉପସ୍ଥିତ ଅଛୁ ମହାଶୟଙ୍କୁ ଆମେ ଆହ୍ୱାନ କରୁଛୁ ଦୟାକରି ମହାଶୟ ଆଗକୁ ଆସିବେ। ତାଙ୍କୁ ଆମେ ମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରିବୁ। ଆମ ମଣ୍ଡଳୀର ସହ ସମ୍ପାଦକ ମହାଶୟ ଆସିବେ ଉତ୍ତର ଏବଂ ପୁଷ୍ପଗୁଚ୍ଛ ଅର୍ପଣ କରିବେ। ଏତଦ୍ଦିନ ମୁଁ ଅନୁରୋଧ କରିବି ଆମ ଗହଣରେ ମହିଳା ବିଧାୟକ ଉପସ୍ଥିତ ଅଛନ୍ତି ଦାଶରଥୀ ବାବୁ ଯିଏକି ଆମ ସୁଖର ବନ୍ଧୁ। ଦୟାକରି ସେ ମହାଶୟଙ୍କୁ ମଧ୍ୟ ଆମେ ଅଭ୍ୟର୍ଥନା କରୁଛୁ। ମାନ୍ୟବର ବିଧାୟକ ଆମ ଗହଣରେ ଉପସ୍ଥିତ ଅଛନ୍ତି। ଆମ ନିମନ୍ତେ ଆନନ୍ଦ ଏବଂ ଗୌରବ ବିଷୟ ଯାହାକି ସବୁବେଳେ ସାର୍କୁ ଆମେ ଟିଭି ମାଧ୍ୟମରେ ଗଣମାଧ୍ୟମରେ ଦେଖିପାରୁଥିଲୁ ସାମ୍ନା ସାମ୍ନା ଦେଖିପାରୁଛୁ। ମାନ୍ୟବର ବିଧାୟକ ସାନ କମିଟି ଗଞ୍ଜାମ ଟାଇଗରକୁ ଆମେ ସମ୍ମାନିତ କରିବୁ ମଣ୍ଡଳୀ ପକ୍ଷରୁ। ଦୟାକରି ଉଠାବେ ମଣ୍ଡଳୀର ସମ୍ମାନୀୟ ସହ ସମ୍ପାଦକ ପୁଷ୍ପଗୁଚ୍ଛ ଅର୍ପଣ କରିବେ। ସମ୍ମାନୀୟ କୋଷାଧ୍ୟକ୍ଷ ମାନ୍ୟବର ବିଧାୟକ ମହୋଦୟଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ କରିବେ ଏବଂ ଉତ୍ତର ଦେଇ ସମ୍ମାନିତ କରିବା ହେବେ। ଗୋଟେ ଗୋବର ଧନ୍ୟବାଦ। ସେ ଦୁଇ ଜଣ ଜନନାୟକ ମାନଙ୍କ ନିମନ୍ତେ ଉଚ୍ଚ କରତାଳରେ ସମ୍ବର୍ଦ୍ଧନା ଜ୍ଞାପନ କରିବା। ଜୋରରେ କରତାଳି ଦେବା। ଧନ୍ୟବାଦ ମହାଶୟମାନଙ୍କୁ ଆମର ନିବେଦନକୁ ରକ୍ଷା କରି ଆମର ଅନୁରୋଧକୁ ରକ୍ଷା କରି ଆଜିର ପବିତ୍ର ସମାଗମରେ ଯୋଗ ଦେଇଛନ୍ତି। ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛୁ। ଦୟାକରି ଆସନ ଅଳଙ୍କୃତ କରିବା ହେବେ। ବର୍ତ୍ତମାନ ମଣ୍ଡଳୀ ସମ୍ମିଳନୀ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯିବ। ମାନ୍ୟବର ବିଧାୟକ ସାନ କମିଟିକୁ ମଧ୍ୟ ଅନୁରୋଧ କରୁଛୁ ଦୟାକରି ଏହି ସ୍ଥାନକୁ ଆସିବେ। ମଣ୍ଡଳୀ ସମ୍ମିଳନୀ ପକ୍ଷରୁ ଅଭ୍ୟର୍ଥନା କରାଯିବ। ଦୟାକରି ଆମର ମହାନ ବିଧାୟକ ଶ୍ରୀଯୁକ୍ତ ଦାଶରଥୀ ମହାନ୍ତ ଏବଂ ବରଣପୁର ସାନ ଖେମୁଡ଼ିଆ ବିଧାୟକ ରମେଶ ଜେନା ଆମେ ଧନ୍ୟବାଦ ଦେଉଛୁ ପ୍ରଭୁଙ୍କୁ। ଆମମାନଙ୍କର ଗହଣବନ୍ଦକୁ ସେମାନେ ଆସିଛନ୍ତି। ଧନ୍ୟବାଦ ଆଶୀର୍ବାଦ କରୁଛୁ। ଏହି ସମୟରେ ସମ୍ପାଦକ ଏବଂ ଉପସଭାପତି ଏବଂ ସହକୋଷାଧ୍ୟକ୍ଷ ଏବଂ ଆମର ସହସମ୍ପାଦକ ଆସନ୍ତୁ। ନାମ ନାହିଁ ରେ ଭାଇ এই সময় ମୁଁ ଅନୁରୋଧ କରିବି ଦୟାକରି ଆସନ ଅଳଙ୍କୃତ କରିବା ହେବେ। ଏହି ସମୟରେ ସୁଦୂର ଆସାମରୁ ଆସିଥିବା ଆମମାନଙ୍କର ଓଡ଼ିଆ ସମ୍ମିଳନୀର ପାଳକମାନେ ସାଇମନ ପଟ୍ଟନାୟକ ଅନ୍ୟମାନେ ଆସନ୍ତୁ ଏବଂ ଆମମାନଙ୍କର ମଣ୍ଡଳୀ ସମ୍ମିଳନୀର ମୁଖ୍ୟ କର୍ମକର୍ତ୍ତାମାନଙ୍କୁ ସେମାନେ ସୁଦୂର ଆସାମରୁ ଗୋଟିଏ ଉପହାର ଦେବା ପାଇଁ ସେମାନେ ଚାହୁଁଛନ୍ତି। ଆସନ୍ତୁ ଆସାମର ଭାଇ ଭଉଣୀମାନେ ଆମର ସମ୍ମିଳନୀର ମୁଖ୍ୟ କର୍ମକର୍ତ୍ତାମାନେ ଆସନ୍ତୁ। ସାଙ୍ଗରେ मोबाइल ଇରଫାନ ପ୍ରଭୁଙ୍କୁ ଧନ୍ୟବାଦ। ମୁଁ ସାଥରେ ଦିଗନ ପଶୁମାନେ ଅଛନ୍ତି ସମସ୍ତେ ଆମେ ଆପଣମାନଙ୍କୁ ଦେଖା କରିବା ପାଇଁ ଆମେ 1000 କିଲୋମିଟର ଦୂରରୁ ଆସିଛୁ। ସମସ୍ତଙ୍କୁ ଆମେ ଆସାମର ଓଡ଼ିଆ ସ୍ୱର୍ଣ୍ଣମଣି ତରଫରୁ
নমস্কার, যিশু সহায়, যিশু শান্তি, প্রেজ দ্য লর্ড। খুশি হও তাଙ୍କ ବୋଧେ ଆମେ ଟିକେ କର ତାକେ କରନ୍ତୁ। ଆମ ଭାଇସ୍ ପ୍ରେସିଡେଣ୍ଟ ଆମେ ଆଦର କରୁଛୁ। ଆମ ପାଖେ ଟ୍ରେଜରର ଅଛନ୍ତି ୟୁବିସିର, ତାଙ୍କ ମଧ୍ୟ ଆମେ ଡାକୁଛୁ। ଆଉ ସୁଗନ୍ଧ ଭାବରେ ଅଭିଭାଷଣ କରିବା ପାଇଁ ମୁଁ ଅନୁରୋଧ କରିବି ମାନ୍ୟବର ବିଧାୟକ ମୋହନ ଏବଂ ମାନ୍ୟବର ବିଧାୟକ ସାଧୁ ଭୂମିକୁ ଦୟାକରି ଆଗକୁ ଆସିବେ ଏବଂ ଆଜିର ଏହି ସମାଗମ ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ଜଣାଇବେ। ମାନ୍ୟବର ବିଧାୟକ ମୋହନ ଦୟାକରି ଏହି ସ୍ଥାନକୁ ଆସିବେ। ସମସ୍ତେ ଉଚ୍ଚ ମୁଁ ପ୍ରଥମେ ପ୍ରଭୁ ଯୀଶୁଙ୍କୁ ଧନ୍ୟବାଦ ଦେବି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ନମସ୍କାର, ଜୟ ଯୀଶୁ। ଆଜି ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଏବଂ ଆମର ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀର 101ତମ ବାର୍ଷିକ ଉତ୍ସବରେ ତାବଡ଼ା ମଣ୍ଡଳୀ ଠାରେ ଆୟୋଜନ କରିଛନ୍ତି। ସାହେବଙ୍କର ସମସ୍ତ କର୍ମକର୍ତ୍ତା ବନ୍ଧୁଗଣ, ପାଷ୍ଟର ବିଦ୍ୱାନ ବନ୍ଧୁଗଣ ଏବଂ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଓଡ଼ିଶା ବାହାରୁ ମଧ୍ୟ ଆସାମରୁ ବି ଆସିଛନ୍ତି, ଅରୁଣାଚଳରୁ ବି କିଛି ଆସିଥିବେ ଏବଂ ଅଭିଭୁକ୍ତ ଆମର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଆସିଥିବେ। ଆମ ସମସ୍ତ ଖ୍ରୀଷ୍ଟ ପ୍ରେମୀର ଭାଇ ଓ ଭଉଣୀ, ଆଜି ଏହି ଶୁଭ ଦିନରେ ମୁଁ ସମସ୍ତ ମଞ୍ଚର ସମସ୍ତ ପାଳକ ବନ୍ଧୁମାନଙ୍କୁ, ବିଦ୍ୱାନ ବନ୍ଧୁମାନଙ୍କୁ, ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତା ବନ୍ଧୁମାନଙ୍କୁ ଏବଂ ମୋର ଭାଇ ସାନଜମଣ୍ଡଳୀର ବିଧାୟକ ସମସ୍ତଙ୍କର ପ୍ରିୟ ଶ୍ରୀଯୁକ୍ତ ରମେଶ ଜେନା ମହୋଦୟ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ବନ୍ଧୁଗଣ, ପ୍ରେସ୍ ମିଡ଼ିଆ ବନ୍ଧୁଗଣ ସମସ୍ତଙ୍କୁ ପୁଣି ଥରେ ଏ ମଣ୍ଡଳୀକୁ ସମସ୍ତ ମା ବାପା ଭାଇ ଭଉଣୀ ସମସ୍ତେ ଆଜି ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିବାରୁ ପୁଣି ଥରେ ଆପଣମାନଙ୍କୁ ମହିଳା ବିଧାୟକ ଭାବରେ ଆପଣମାନଙ୍କୁ କୃତଜ୍ଞତା ଜଣାଉଛୁ, ଧନ୍ୟବାଦ ଜଣାଉଛୁ, ଅଭିନନ୍ଦନ ଜଣାଉଛୁ। ପୁଣି ଥରେ ପ୍ରଭୁଙ୍କ ନାମରେ ଆପଣମାନଙ୍କୁ ସମସ୍ତଙ୍କୁ ନମସ୍କାର। ମୁଁ ବିଶେଷ କିଛି କହିବି ନାହିଁ, ସମୟ ଅସୁବିଧା ସୁବିଧାରେ ଆପଣମାନେ ବର୍ତ୍ତମାନର ସରକାର ଆସାମରେ ଲୋକ ଭାଇମାନେ ବି ଆସିଛନ୍ତି, ଜାଣିଥିବେ। ଆମେ ଯେତେବେଳେ ଯାଉ ସମସ୍ତେ ଜାଣିଛନ୍ତି ସେଠିକାର ରାଜ୍ୟର ସରକାର କ'ଣ, ଆଜି ବି ଏଠି ରାଜ୍ୟର ସରକାର କ'ଣ ଏବଂ କେନ୍ଦ୍ରର ସରକାର କ'ଣ। ମୁଁ ଗୋଟେ ପଏଣ୍ଟରେ ଆପଣମାନଙ୍କୁ କହିବି, ବିଭିନ୍ନ ଆମର ସମାଜ ଆମର ଖ୍ରୀଷ୍ଟ ପ୍ରେମୀର ଭାଇ ଭଉଣୀମାନଙ୍କୁ ବିଭିନ୍ନ କାରଣ ଆସୁଛି, ସେଥିପାଇଁ ଆମେ ଜାଗ୍ରତ ରହୁଛୁ ଏବଂ ଆପଣମାନଙ୍କ ସୁରକ୍ଷା ପାଇଁ ଆମେ ଦୁଇ ଜଣ ବିଧାୟକ ରହୁଛୁ। আপনার সামনে আপনারা কৌশল প্রকার ভয় করবা দরকার নাই। আগে রিসেন্টলি গোটে ঘটনা ঘটিলা মহলা ব্লকরে, রাত্রি তমাম আমি শুয়ে যাও এবং এডমিনিস্ট্রেশনকে ধন্যবাদ দেব, পুলিশ বন্ধুମାନଙ୍କୁ ଯିଏ ଆଜି ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍ପି ସମସ୍ତଙ୍କୁ ଧନ୍ୟବାଦ ଦେବେ ଯେ ତୁରନ୍ତ ଆମକୁ ସୁରକ୍ଷା ଦେବାର ବିଳମ୍ବ ହେଲା। ଆପଣ ଏଇଠି ରହିବାକୁ ହବ, ମୁଁ ଏଇଠି ଅଛି, ଆପଣ ରହିବାକୁ ହବ, ଏସ୍ପି ଯଦି ଆସିକି ରହିଲେ। ସେଥିପାଇଁ ଆପଣମାନେ ଏହି ବାର୍ତ୍ତା ଆପଣମାନଙ୍କ ପାଖରେ ମୁଁ ପହଞ୍ଚେଇଲି ଯେ ଆପଣମାନଙ୍କର ବହୁତ ଅସୁବିଧା ଆସୁଛି, ତଥାପି ଆପଣମାନେ ଧୈର୍ଯ୍ୟର ସହିତ ରୁହନ୍ତୁ। ସମୟ ସବୁବେଳେ ସମାନ ନଥାଏ। ମୁଁ ଏତିକି କାଲି କହିବି ଯେ ସବୁ ସରକାରଙ୍କର କୋଣ ମାନୁଛନ୍ତି, ସେଥିପାଇଁ ଏବେ ମଧ୍ୟ ଗତକାଲି ମୋର SIR ନାମ କରିଛନ୍ତି। ଗତକାଲି ଆମର ଜଣେ DLO ଆମର ଖ୍ରୀଷ୍ଟ ପ୍ରେମର ଭାଇ ଜଣେ DLO ମଧ୍ୟ ଥିଲେ, ସିଏ ମଧ୍ୟ ଭିଡ଼ିଓ କନଭରସେସନ କଲେ। ପାଖାପାଖି ଗୋଟେ ଗାଁରୁ 40 ଜଣ 50 ଜଣ କାଟି ଦେଉଛନ୍ତି ଭୋଟର ଲିଷ୍ଟରୁ। ସେଥିପାଇଁ ସମସ୍ତେ ସଜାଗ ରୁହନ୍ତୁ। ସେଥିପାଇଁ ଆପଣମାନେ ସମସ୍ତେ ସହଯୋଗ କରନ୍ତୁ, ପାଳନ କରନ୍ତୁ, ଯିଏ ହୁଅନ୍ତୁ ସମସ୍ତେ ଆପଣମାନେ ସାହାଯ୍ୟ କରନ୍ତୁ। ଯେ କୌଣସି ଯୋଉଠି ପ୍ରତ୍ୟେକ ନମ୍ବର ଆଣିବା କଥା, ମା ମାନଙ୍କର, ଭଉଣୀମାନଙ୍କର, ବାପା ମାନଙ୍କର ଯେକୌଣସି ଜାଗାରେ ଥିବ ଆପଣମାନେ ଖୋଜିକିରି ତାକୁ ବାହାର କରିବେ। ଆଉ ଯୋଉ ସମୟରେ ନଥିବ ଆପଣ ବିଧାୟକ ଆପଣମାନେ ଦୃଷ୍ଟି ଆକର୍ଷଣ କରିବେ। ତେଣୁ ଆଉ ଗୋଟେ କଥା କହିବି, ସବୁ ଚର୍ଚ୍ଚକୁ ଆପଣମାନେ ଚର୍ଚ୍ଚ ନାଁରେ କରନ୍ତୁ କିମ୍ବା ଗୋଠ ଘର ନାଁରେ କରନ୍ତୁ,
ମାନେ ହଉ ଏବଂ ଆମର ଯିଏ ରାହୁଲ ଗାନ୍ଧୀ ମଧ୍ୟ ଦଳେ ଲଢୁଛି ଦିଲ୍ଲୀରେ ଏବଂ ଆମେ ଏଠି ରାଜ୍ୟରେ ଲଢୁଛୁ ଆପଣମାନଙ୍କର ପାଖରେ ଆମେ ଏମିତି ସଦାବେଳେ ଆପଣମାନ ପ୍ରଭୁ ଆମକୁ ଶକ୍ତି ଦେଇଥାନ୍ତୁ ଆପଣମାନେ ପ୍ରାର୍ଥନା କରନ୍ତୁ ପୁଣି ଥରେ ଶାନ୍ତିର ରାଜା ସିଏ ନିଜେ ଧ୍ୱଂସ ହେଇଯିବ କେବେ ବି ଯୀଶୁ ଧ୍ୱଂସ ହେବେ ନାହିଁ ଏ ଯୀଶୁ ଆମର ଯୀଶୁ ରହିଛନ୍ତି ରହିବେ ତେଣୁ ଆଜି ଏ ବାର୍ତ୍ତା ମୁଁ ଆପଣମାନଙ୍କ ପାଖରେ ମୁଁ କହିବା କଥା ଯେ ବନ୍ଧୁମାନେ ଆପଣମାନେ ଯେକୌଣସି ସମୟରେ ଆପଣମାନେ ଆମକୁ ଆପଣଙ୍କୁ ଟେଲିଫୋନରେ ଯୋଗାଯୋଗ କରିପାରିବେ ଏବଂ ମୋର ସାନ ଭାଇ ଆଜି ମୁଁ ଏଇ ବାର୍ତ୍ତାକୁ ଆଣିବା ପାଇଁ ମୁଁ କାହିଁକି ଚାହିଁଲି ଏବଂ ରମେଶ ଜେନା ଯଦି ଆମର ଅଞ୍ଚଳକୁ ଆସିଲା ସେଇ ବ୍ୟକ୍ତିର ବନ୍ଧୁମାନେ ଟିକେ ଡରିବେ ତାକୁ ଆଣିବେ ଆଉ ତାଙ୍କୁ ଡରିବେ ତେଣୁ ଡରୁଛନ୍ତି ମଧ୍ୟ ରାତିରେ ଯେକୌଣସି ପରିସ୍ଥିତିରେ ଆମେ ସାମ୍ନା କରିବାକୁ ହେଲେ ତାକୁ ଭୟ କରନ୍ତି ତେଣୁ ଆମେ ଆଜି ଆପଣମାନଙ୍କ ଗହଳରେ ମୋର ରମେଶ ଭାଇ ଆସିଲା ସେଥିପାଇଁ ଆପଣମାନଙ୍କ ପାଖରେ ସମୟ ଡେରି ହେଇଗଲା କ୍ଷମା ପ୍ରାର୍ଥନା କରୁଛି ମୁଁ ବିଶେଷ କରୁନାହିଁ ବ୍ୟକ୍ତିଗତ କରୁଛି ଯେ ସଭା କେମିତି ସୁନ୍ଦର ଭାବରେ ଶାନ୍ତିରେ ଯେମିତି ପ୍ରଭୁ ଯୀଶୁ ସମାପନ କରିବା ଆରମ୍ଭ ଶେଷ ପର୍ଯ୍ୟନ୍ତ ଏବଂ ଆଉ ଆସିବାଠୁ ଯିବାଠୁ ପ୍ରତ୍ୟେକ ମଣ୍ଡଳୀର କର୍ମକର୍ତ୍ତାମାନେ ମା ମାନେ ଭଉଣୀମାନେ ଯିବାଠୁ ରାସ୍ତାରୁ ସମସ୍ତଙ୍କୁ ଈଶ୍ୱର କେମିତି ତାଙ୍କୁ ପ୍ରଭୁ ଯୀଶୁ କେମିତି ତାଙ୍କର ସୁଗମ କରିବେ ଏବଂ ଆମମାନଙ୍କୁ ଶକ୍ତି ଦେବେ ଏହା କାମନା କରି ଆଗକୁ ଶାନ୍ତିର ରାଜ୍ୟ ଶାନ୍ତିର ଦେଶ ପ୍ରତିଷ୍ଠିତ କରିବା ପାଇଁ ଈଶ୍ୱର ଆଶୀର୍ବାଦ ଧନ୍ୟବାଦ ସମସ୍ତଙ୍କୁ ନମସ୍କାର ଜୟ ଯୀଶୁ ଧନ୍ୟବାଦ ସାର୍ ଆପଣଙ୍କର ସଚେତନ ଏବଂ ସୁଗନ୍ଧ ବାର୍ତ୍ତା ପାଇଁ ବର୍ତ୍ତମାନ ଆମ ଗଣରେ କିଛି ବକ୍ତବ୍ୟ ସମ୍ପନ୍ନ ପ୍ରଦାନ କରିବେ ଆଜି ବହୁତ ଦିନ ପରେ ଯେପରି ସଭାକୁ ନିମନ୍ତ୍ରଣ ହେଇଛି ଗଲା ବର୍ଷ ମଧ୍ୟ ଦୁଇ ତିନିଟା ସଭା ଆମେ ଏପରି ଆଟେଣ୍ଡ କରିଥିଲୁ ଆପଣମାନଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ଆସିଲା ବେଳେ ଆମର ଘଣ୍ଟାଟି ଲେଟ୍ ହେଇଯାଇଛି କ୍ଷମା କରିବେ ମୁଁ ସର୍ବପ୍ରଥମେ ପ୍ରଭୁ ଯୀଶୁଙ୍କ ପାଖରେ ପ୍ରଣାମ ଜଣାଇବି ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରିବେ ଆଜି ଏହି ସଭାର ଆୟୋଜନ ମଣ୍ଡଳୀକୁ ଧନ୍ୟବାଦ ଦେବି ଏବଂ ବିଭିନ୍ନ ଦୂର ଦୂରାନ୍ତରୁ ଆସିଥିବା ଫାଦର ବନ୍ଧୁମାନେ ଏବଂ ସାମ୍ନାରେ ବସିଥିବା ମା ଭଉଣୀମାନେ ସମସ୍ତେ ଆଜି ଯୀଶୁଙ୍କର ଡାକରାରେ ଯୀଶୁଙ୍କର ପ୍ରେରଣାରେ ଆଜି ଆମେ ଏକତ୍ରିତ ହୋଇପାରିଛେ ଆମର ସୌଭାଗ୍ୟ ଯେ ପ୍ରଭୁ ଯୀଶୁଙ୍କର ସଭାରେ ଆଜି ଆମେ ଆଟେଣ୍ଡ ହେଇପାରିଛୁ ଆମେ ନିଜକୁ ଭାଗ୍ୟ ମନେ କରୁଛୁ ବନ୍ଧୁ ମୋର ବଡ଼ ଭାଇ ଦାଶରଥୀ ଭାଇ ପ୍ରତ୍ୟେକ ଦିନ ଆପଣମାନଙ୍କ ବିଷୟରେ କୁହେ ଯେ ଆମ ଅଞ୍ଚଳର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ମୋତେ ବହୁତ ସ୍ନେହ କରୁଛନ୍ତି ଏବଂ ପ୍ରଭୁ ଯୀଶୁଙ୍କର ଯେଉଁ ଜାଗାରେ ସଭା ସମିତି ହେଉଛି ମୋତେ ନିମନ୍ତ୍ରଣ ଥାଉଛି ମୁଁ ପହଞ୍ଚି ପାଉଛି ମୁଁ ତାକୁ କହିଲି ପ୍ରଭୁ ଯୀଶୁଙ୍କର ପ୍ରେରଣାରେ ଯେଉଁମାନେ ଆଦର୍ଶରେ ରହୁଛନ୍ତି ତାକେ ବହୁତ ପ୍ରିୟ ସରଳ ପ୍ରଭୁ ଯୀଶୁ ସେହି ବାର୍ତ୍ତା ଦେଇକି ସମସ୍ତଙ୍କୁ ଦିଗ୍ଦର୍ଶନ ଦିଅନ୍ତି ସମସ୍ତଙ୍କର ବିକାଶ ସମସ୍ତଙ୍କର ଉନ୍ନତିରେ ସହାୟତା ହୁଅନ୍ତି ମୁଁ ସେଇ କଥା କହୁଥିଲି ଆଜି ଯେଉଁ ଦେଶର ପରିସ୍ଥିତି ଆପଣମାନେ ଦେଖୁଛନ୍ତି ସାମ୍ନାରେ ଆମେ କହିବା ପାଇଁ ବାଧ୍ୟ ହେଉଛୁ ପ୍ରଭୁ ଯୀଶୁଙ୍କର ସଭାର ବାଧ୍ୟ ଦେଶର ପରିସ୍ଥିତି ଯେଉଁ ପରିସ୍ଥିତିକୁ ଗଲାଣି ତାକୁ ଆଖି ଆଗରେ ରଖି ଆମେ ସମସ୍ତେ ଏକ ହେବା ଛୋଟ ଖୋଲି ବ୍ରହ୍ମପୁର ଆମ ସାହି ପଛପଟେ ଆମର ଖ୍ରୀଷ୍ଟମାସ ଆସିବ ବଡ଼ଦିନ ଆସିଲେ ଆମର ଗୋଟେ ପ୍ୟାଣ୍ଡେଲ ମାନେ ପର୍ଦ୍ଦାରେ ଯୀଶୁଙ୍କର ପିକ୍ଚର ଦେଖେଇବା ମାନେ ଯେ ରଜା ତାକୁ କପରି ଘୋଡ଼ା ହରକତ କରି ଯେ ମାରିଦେଲେ ତାପରେ ପୁନର୍ଜନ୍ମ ନେଇକି ଆସିଲେ ସେଇ ଦିନଠୁ ମୁଁ ଯୀଶୁକୁ ଜାଣେ ତାଙ୍କର ସ୍ନେହ ଆଦରରେ ମୁଁ ସବୁଦିନେ ଏ ଯେଉଁ ଅହଙ୍କାରୀ ମାନେ ରୁହନ୍ତି ଉତ୍ପାତ ହୁଅନ୍ତି ଏମାନଙ୍କୁ ଯୀଶୁ ଶୁଣନ୍ତି ନାହିଁ ମୋର ସାଙ୍ଗ ମଧ୍ୟ ବହୁତ ଥିଲେ ସେମାନଙ୍କ ସାଙ୍ଗରେ ମିଶି ପ୍ରଭୁ ଯୀଶୁଙ୍କର ବାଣୀ ଶୁଣେ ଏବଂ ବାଇବଲ ମଧ୍ୟ ମଝି ମଝିରେ ଆମେ ପଢ଼ିକି ଯେଉଁ ବାକ୍ୟ ଗୁଡ଼ିକର ମହତ୍ଵ କ'ଣ ଆମେ ବହୁତ ଭଲ ଭାବେ ଜାଣିଛୁ ସେମିତି ପୂର୍ବବାଣିତ ଦଙ୍ଗା ହେଇଥିଲା ସେହି ସମୟରେ ମୋର ଦୁଇଟି ଭାଇ ଥିଲେ ଫ୍ରାନ୍ସିସ୍ ଭିନସେଣ୍ଟ ବୋଲି ଯେ କହିବେ ଯେ ଏପରି ପରିସ୍ଥିତି ଘଟିଛି ସେ ସମୟରେ ମୋର ଗୋଟେ ସ୍କର୍ପ
ସ୍କର୍ପିଓ ଥିଲା ନୂଆ ସ୍କର୍ପିଓ ଗୋଟେ ଆଣିଥିଲି ରାତି ସନ୍ଧ୍ୟା ହେଲେ ଆମେ ଫୁଲବାଣୀ ଜିଲ୍ଲାକୁ ଏଣ୍ଟ୍ରି ହୁଏ ସେହି ସମୟରେ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ତାକୁ ଯୋଉ ଆଘାତ ହେଇଥିଲା ସେ ଜାଗାରେ ପହଞ୍ଚି ଆମେ ତାକୁ ଉଦ୍ଧାର କରି ବଡ଼ ମେଡିକାଲକୁ ଆଣି ଭଲ କରୁ ବହୁତ ଜଣଙ୍କୁ ଆମ ସାହିରେ ତାକୁ ରଖିଥିଲୁ ଯେ ଆପଣମାନଙ୍କର କିଛି ଅସୁବିଧା ହେବନି ଆପଣମାନେ ଡରନ୍ତୁ ନାହିଁ ଏହିପରି କାର୍ଯ୍ୟ କରିଛୁ ଆପଣମାନଙ୍କର ସରଳତା ସ୍ନେହ ଭଲ ପାଇବା ଏହା ପ୍ରଭୁ ସବୁଦିନେ ବଞ୍ଚେଇକି ରଖିଥାନ୍ତୁ ଆଉ ଏହିପରି ସଭାକୁ ଆପଣମାନଙ୍କୁ ନିମନ୍ତ୍ରଣ କରନ୍ତୁ ଆମେ ନିଶ୍ଚୟ ଆସିବୁ ଆପଣମାନଙ୍କର ସ୍ନେହ ଆଦର ପାଇକି ପ୍ରଭୁଙ୍କର ଆଶୀର୍ବାଦ ନେଇକି ଯିବା ପାଇଁ ସେଥିପାଇଁ ସମୟ ବହୁତ ଲେଟ୍ ହେଇଯାଇଛି ଅନେକ କଥା କହିବାର ଥିଲା ଆଉ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି ଆପଣମାନେ ଏକଜୁଟ ହେଇକି ରହନ୍ତୁ ଆମ ଦେଶକୁ ବଦଳାଇବା ଆମ ଦେଶରେ ଠିକ ଶାସନ ଚାଲିନି ଆମ ଦେଶରେ ହିଟଲର ଶାସନ ଚାଲିଛି ତାକୁ ପରିବର୍ତ୍ତନ କରିବା ପାଇଁ ଆମେ ଦୃଢ ସଂକଳ୍ପ ନେଇଛୁ ସଂଗ୍ରାମ କରୁଛୁ ସଂଗ୍ରାମ କରିବୁ 2029ରେ ଦେଶକୁ ସରକାର ବଦଳେଇକି ଆମ ସରକାର ସୁନ୍ଦର ସରକାର ଆଣିବ ନମସ୍କାର ଧନ୍ୟବାଦ ସମସ୍ତଙ୍କୁ ଯାହାମାନଙ୍କ ଗଭର୍ଣ୍ଣର ଡାଇରେକ୍ଟର ଅଛନ୍ତି ତାଙ୍କ ଝିଅ ଚଏସ୍ ମାଝୀଙ୍କର ଆଉ ତାଙ୍କ ନିମନ୍ତେ ପ୍ରାର୍ଥନା କରାଯିବ ଆଉ ଜିରାମ ମଣ୍ଡଳୀର ଜନ୍ମ ଗୋଡ଼ରେ ସାପ